ଆଇଥିଲୁ ବା ସାନ ମାଉସୀକୁ ଦେଖିବା ପାଇଁ ମେଡ଼ିକାଲରେ ପଡ଼ିଥିଲେ। ହଁ ମଝିଆଣି ମାଉସୀ। ସାଙ୍ଗମାନେ ଆମେ ଏବେ 6 ନମ୍ବର ହସ୍ପିଟାଲ। ବର୍ତ୍ତମାନ ହସ୍ପିଟାଲରୁ ଆମେ ବାହାରୁଛୁ। ଆଉ ବାଗେଇକି ହବ ବାହାରୁଛୁ। ଆଉ ଏପଟେ ତ ବନ୍ଦ ବାଟ। ଡମ୍ବୁରୁ ଭାଇ ନୁହଁ, ଜିତୁ ଭାଇ ବୋଲ। ଆଉ ବର୍ତ୍ତମାନ ଆମେ ବୁଲୁଛୁ ହସ୍ପିଟାଲ ସାରା। ଆଉ ରାସ୍ତା ପାଉନୁ। ଏ ମୋର ଦୁଇଟା ଶଳା ଆସିଛନ୍ତି। ଇଏ ବାଟ ଜାଣିପାରୁନାହାନ୍ତି, ବୁଲଉଛନ୍ତି। ଇଏ ମୋର ଆଇ କହିବେ ବଡ଼ ନମ୍ବର କ'ଣ କହୁଛ କହ? ହସ୍ପିଟାଲ ବାଟ ପାଉନ ତ କୁଆଡ଼େ ଯାଉଛ, କ'ଣ କରୁଛ? ମୁଁ ତମ ସାଙ୍ଗରେ ଯାଉଛି, ଯୁଆଡ଼େ ଦେବ ଆଉ। ଆମେ କ୍ଲାସ୍ ଗେଟ୍ ଟୋଟାଲ୍ ବି ପାଉନୁ। ଲାଷ୍ଟ ସବୁ 10ଟା ହେଇଗଲାଣି, ଗେଟ୍ ଫେଟ୍ ବନ୍ଦ। ଗେଟ୍ ଫେଟ୍ ଟୋଟାଲ୍ ବନ୍ଦ ହେଇଯାଇଛି। ବର୍ତ୍ତମାନ ବର୍ତ୍ତମାନ କିଛି ନାହିଁ। ଡମ୍ବୁରେ କୁଆଡ଼େ କ'ଣ କହୁଛ? ବର୍ତ୍ତମାନ ଆମେ ବାଟ ପାଇଗଲୁ। ତାପରେ ଯିବା ଆଉ। ଆମ ଗାଡ଼ି କେଉଁ ପଟେ ଥୁଆ ହେଇଛି ଦେଖିବା। ଗାଡ଼ି ଆର ପଟେ ଅଛି। ଗାଡ଼ି ପାଖକୁ ଗଲା ପରେ ତାପରେ ଡିସାଇଡ୍ କରିବା କୁଆଡ଼େ ଯିବା, କ'ଣ କରିବା। ଗୋଆ ଫୋଆ ଯିବାର ଅଛି। ହଁ ପେସେଣ୍ଟ ଦେଖିବାକୁ ଆସିକି ଗୋଆ ଦେଖିବାକୁ ଯିବ କହୁଛ। ସେଇଭଳିଆ ଆଉ। ବର୍ତ୍ତମାନ ମାଉସୀ ଆମର ବହୁତ ଭଲ ଅଛନ୍ତି। ଚାଲ ତୁ ଚାଲୁଛୁ କୋଉ ରୋଡରେ? କୁହ ଡମ୍ବୁରେ। ସେ ମଝିରେ ଯୋଉ ନୂଆ ରୋଡଟା ହେଇଛି, ବର୍ତ୍ତମାନ ଆମେ ସେଇପଟେ ଯାଉଛୁ ଆଉ। ବର୍ତ୍ତମାନ ସରିବନି, ବର୍ତ୍ତମାନ ଚାଲିବ। ଆମେ ଯାଉଛୁ ବର୍ତ୍ତମାନ ସହିତ ଆମେ ଯାଉଛୁ ଆଉ। ମୋଦି ଆସ ଆମ ସହିତ, ଆସ। ଆଜି ପୁରା ନାଇଟ୍ ହସ୍ପିଟାଲ ଭିତରେ। ଆଜି ନାଇଟ୍ରେ ଆମେ 4 ଜଣ ରହିବୁ। କିଏ କିଏ ରହିବା ଭାଇ ଆଜି? ବାବୁ, କନୁ, ଆମର ଚିଣ୍ଟୁ ଆଣ୍ଡ ମୁଁ ଆମେ 4 ଜଣ ବର୍ତ୍ତମାନ ହସ୍ପିଟାଲରେ ରହିବୁ। କଳା ଦେଖାଯାଉଛି, ଏତେ କଳା ଦେଖାଯାଉଛି। ଅନ୍ଧାର ହେଇଯାଇଛି ତ, ଦେଖନ୍ତୁ ହସ୍ପିଟାଲ, ଏପଟେ ଲାଇଟ୍ର କିଛି ଆରେଞ୍ଜମେଣ୍ଟ ନାହିଁ, ବ୍ୟବସ୍ଥା ନାହିଁ। ବି ଅଳିଆ ଡଷ୍ଟବିନ୍ ବହୁତ ପଡ଼ିଛି, ଗନ୍ଧ ହେଉଛି ବର୍ଷା କାରଣରୁ। କୁଆଡ଼େ କୁଆଡ଼େ ଏଠି ମ୍ୟାଡ଼ାମ ବାନ୍ଧିଲେଣି ତାଙ୍କୁ ମୁହଁରେ ରାଶି। ଲାଇଟ୍ ମାର। ତ ଆମେ ଏବେ ଚାଲିଲୁ। କୁଆଡ଼େ ଚାଲିଲେ ଆମେ? ରୁମ୍କୁ ଯାଇକି ଫ୍ରେଶ୍ ହେଇକି ଆମେ ପୁଣି ଆସିଲୁ ଏଠି ଆଉ। ପୁରା ଗ୍ଲୋ ଦେଖାଯାଉଛି ଜଣଟା ମୁଣ୍ଡଟା।